ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଆମେ ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟ ସହିତ ଧନ୍ୟବାଦ ଦିଏ, କାରଣ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଏହି ପ୍ରକାର ଆପଣମାନେ ଆମମାନଙ୍କୁ ନିରନ୍ତର ଉତ୍ସାହିତ କରୁଥିବେ ବୋଲି ଆମେ ଅନୁରୋଧ କରୁଛୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏ ପ୍ରକାର ଅଟେ, ଆପଣ ପରମେଶ୍ୱରଙ୍କର ନିନ୍ଦା କରନ୍ତି କି? ଆପଣ ପରମେଶ୍ୱରଙ୍କ ନିନ୍ଦା କରନ୍ତି କି? ପ୍ରିୟମାନେ, ଜୀବନରେ ବା ଜୀବନଯାତ୍ରାରେ ଯେଉଁ ସମୟରେ ଆମେ ଆଗକୁ ବଢ଼ୁଥାଉ, ସେହି ସମୟରେ ଆମମାନଙ୍କ ଜୀବନରେ ଅନେକ ଦୁଃଖ କଷ୍ଟ ସମସ୍ୟା ଗୁଡ଼ିକ ଆସେ। ଆଉ ଯେତେବେଳେ ଦୁଃଖ କଷ୍ଟ ସମସ୍ୟା ଗୁଡ଼ିକ ଆମ ଜୀବନରେ ଆସେ, ଆମେ ଅନେକ ସମୟରେ ପରମେଶ୍ୱରଙ୍କର ଆମେ ନିନ୍ଦା କରିଥାଉ। ମୁଁ ଏତେ ଧାର୍ମିକ ଜୀବନଯାପନ କରୁଛି, ପବିତ୍ର ଜୀବନଯାପନ କରୁଛି, ଅନ୍ୟମାନଙ୍କ ପରି କୌଣସି ପ୍ରକାର ପାପ କରୁନାହିଁ, ମୁଁ ରେଗୁଲାର ଚର୍ଚ୍ଚ ଯାଉଛି, ମୋର ଦାନ ଦଶମାଂଶ ମୁଁ ଚର୍ଚ୍ଚକୁ ଦେଉଛି, ହେଲେ ମଧ୍ୟ ମୋ ଜୀବନରେ କାହିଁକି ଏ ଦୁଃଖ, କାହିଁକି ଏତେ କଷ୍ଟ? ପ୍ରଭୁ ତୁମେ କାହିଁକି ଏହି ପ୍ରକାର କଲ? ମୋତେ ଏକା ତୁମେ ଦେଖିଛ କି? କାହିଁକି ମୋ ଜୀବନରେ ଏତେ ଦୁଃଖ ତୁମେ ଅଜାଡ଼ି ଦେଉଛ? ଆମେ ଅନେକ ସମୟରେ ଏହି ପ୍ରକାର କଥା କହି ଆମେ ପରମେଶ୍ୱରଙ୍କ ନିନ୍ଦା କରିଥାଉ। ଏହା ହିଁ ଶୈତାନ ଚାହେଁ। ଶୈତାନର ଇଚ୍ଛା କ'ଣ? ଯେ ଆମେ ପରମେଶ୍ୱରଙ୍କ ନିନ୍ଦା କରିବା। ସେ ଆଇବଙ୍କ ଜୀବନରେ ଏତେ ସବୁ ଦୁଃଖ କଷ୍ଟ ସେ ଆଣିଲା କାହିଁକି? ଆଇବ ଏହି ପ୍ରକାର ଦୁଃଖ କଷ୍ଟରେ ସେ ଭାଙ୍ଗି ପଡ଼ି ପରମେଶ୍ୱରଙ୍କୁ ନିନ୍ଦା କରୁ। କାରଣ ପରମେଶ୍ୱର ତା ବିଷୟରେ ଯେଉଁ ଉତ୍ତମ ଉତ୍ତମ ସାକ୍ଷ୍ୟ ଗୁଡ଼ିକ ଦେଇଥିଲେ, ଆଉ ସେ ସାକ୍ଷ୍ୟକୁ ବଦଳାଇ ଏ ମନୁଷ୍ୟର ଜୀବନରେ ଖୁସି ଅଛି, ଆନନ୍ଦ ଅଛି, ଏଥିପାଇଁ ଏ ପରମେଶ୍ୱରଙ୍କର ଗୌରବ ମହିମା କରୁଛି। ଯଦି ଆ ଜୀବନରେ ଦୁଃଖ କଷ୍ଟ ପଳାଇ ଆସିବ, ତାହେଲେ ଏ ପରମେଶ୍ୱରଙ୍କ ନିନ୍ଦା କରିବ। ମୁଖ ଉପରେ ପଛରେ ନାହିଁ, ମୁଖ ଆଗରେ ସେ ତୁମକୁ ଅସ୍ୱୀକାର କରିବ, ଅନେକ ପ୍ରକାର କଥା କହିବ। ଏହା କହି ସେ ଆଇବଙ୍କୁ ପରୀକ୍ଷା କରିଥିଲା। ଆଇବଙ୍କର ଖୁସିରେ, ଆଇବଙ୍କ ଆନନ୍ଦରେ ଶୈତାନର କିଛି ଲେନାଦେନା ନଥିଲା, ମାତ୍ର ସେ ଚାହୁଁଥିଲା ସେ ପରମେଶ୍ୱରଙ୍କୁ ଗାଳି କରୁ। ଅନେକ ସମୟରେ ଯେତେବେଳେ ଆମ ଜୀବନରେ ଦୁଃଖ ଆସେ, ଆମେ ପରମେଶ୍ୱରଙ୍କୁ ନିନ୍ଦା କରୁ, ଦୋଷାରୋପ କରୁ, ଏହି ପ୍ରକାର ଆମେ କରୁ। ଏଇଟା ଶୈତାନର ଇଚ୍ଛା। ପ୍ରିୟମାନେ, ବାଇବଲ ଆମମାନଙ୍କୁ କହେ, ଉପଦେଶକ 7 ଅଧ୍ୟାୟ ଲେଖାଯାଉଛି 14 ପଦରେ, ସୁଖ ସମୟରେ ଆନନ୍ଦିତ ହୁଅ ଓ ଦୁଃଖ ସମୟରେ ବିବେଚନା କର। ପ୍ରିୟମାନେ, ଦୁଃଖ ସମୟରେ ପରମେଶ୍ୱରଙ୍କୁ ଗାଳି କର, ପରମେଶ୍ୱରଙ୍କୁ ଦୋଷ ଦିଅ, ଏହା ଲେଖାଯାଏ ନାହିଁ। ଆମର ପରମେଶ୍ୱର ନିର୍ଦ୍ଦୋଷ ପରମେଶ୍ୱର। ସେ କେବେ ହେଲେ ମଧ୍ୟ କାହା ଜୀବନରେ କେବେ ଅନ୍ୟାୟ କରିବେ ନାହିଁ। ଆମେ ସହି ନ ପାରିଲା ପରି କୌଣସି ପ୍ରକାର କଷ୍ଟ ଆମ ଜୀବନରେ ଆସିବା ପାଇଁ ସେ କେବେ ହେଲେ ମଧ୍ୟ ଅନୁମତି ଦେବେ ନାହିଁ। ସେଥିପାଇଁ ଯେଉଁ ସମୟରେ ମଧ୍ୟ ଆମ ଜୀବନରେ ଦୁଃଖ ଆସେ, ସେହି ସମୟରେ ଆମେ ବସି ବିବେଚନା କରିବା କଥା। କାହିଁକି ପରମେଶ୍ୱର ମୋ ଜୀବନରେ ଦୁଃଖ ଆସିଛି? ମୋ ଜୀବନରେ କେଉଁ ବିଷୟରେ ମୋତେ ଆଉ ସଜାଡ଼ି ହେବାର ଅଛି? ଆଉ କେଉଁ ପ୍ରକାର ଭାବରେ ମୁଁ ଆଉ ନିଜକୁ ଟିକେ ପରିଷ୍କାର କରିବାର ଅଛି? ଏଇଟା ଟିକେ ବିବେଚନା କରିବା। ଲେଖାଯାଏ, ସୁଖ ସମୟରେ ଆନନ୍ଦିତ ହୁଅ। ଆମେ ସୁଖ ସମୟରେ ଆନନ୍ଦିତ ହେଉଛୁ। ଆମେ ଧନ୍ୟବାଦ ଦେଉଛୁ, କହୁଛୁ ଯୋଗ୍ୟତା ସେ ବଢ଼କେ ଦିଆ, ମାଗିବା ଭାବିବା ଠାରୁ ତୁମେ ଅଧିକ ଦେଲ। ତୁମେ ମହାନ ପରମେଶ୍ୱର, ସର୍ବଶକ୍ତିମାନ ପରମେଶ୍ୱର। ଯେଉଁ ସମୟରେ ଇସ୍ରାଏଲ ଲୋକମାନେ ସୁପସାଗର ପାର ହେଇଗଲେ, ସୁପସାଗର 2 ଭାଗ ହେଇଗଲା, ସେହି ସମୟରେ ଗୋଟେ ବହୁତ ବଡ଼ ୱର୍ସିପ୍ ଟିମ୍ ଗୋଟେ ପଳାଇ ଆସିଲା। ମରିୟମ ସେ ୱର୍ସିପ୍ ଟିମ୍ର ଲିଡର ଥିଲେ। ସେ ଗିଟାର ଖଞ୍ଜଣି ଧରି ପୁରା ଗୀତ ଗାଇ, ସଦାପ୍ରଭୁ ମହାନ ପରମେଶ୍ୱର, ସର୍ବଶକ୍ତିମାନ ପରମେଶ୍ୱର ଆମକୁ ସୁପସାଗର ଦେଇ ଉଦ୍ଧାର କଲେ, ଆଉ ଆମକୁ କଢ଼େଇକିନା ଆଣିଦେଲେ, ଆଉ ଶତ୍ରୁମାନଙ୍କୁ ସେହି ସୁପସାଗର ନିକ୍ଷେପ କଲେ। ଏହି ପ୍ରକାର ଗୀତ ଆନନ୍ଦରେ ପ୍ରଭୁଙ୍କୁ ଧନ୍ୟବାଦ ଦେଲେ। ଯେଉଁ ସମୟରେ ସେମାନଙ୍କ ଜୀବନରେ ବହୁତ ବଡ଼ ବଡ଼ ଆଶୀର୍ବାଦ ଆସୁଥିଲା, ସେ ଆନନ୍ଦରେ ଧନ୍ୟବାଦ ଦେଉଥିଲେ। ମାତ୍ର ଯେଉଁ ସମୟରେ ପାଣି ଟିକେ ପିତା ହେଇଗଲା, ସାଙ୍ଗେ ସାଙ୍ଗେ ବଚସା ଷ୍ଟାର୍ଟ। ଯେଉଁ ସମୟରେ
ଖାଇବାକୁ ଟିକେ ମିଳିଲା ନାହିଁ, ସାଙ୍ଗେ ସାଙ୍ଗେ ବଚସା ଷ୍ଟାର୍ଟ, କାହିଁକି ତୁମେ ଆଣିଲ, ଆମକୁ କାହିଁକି ମିଶରରେ ଛାଡ଼ିଦେଲ ନାହିଁ, କବର ନଥିଲା କି ଏଠି ଆମକୁ ଧରି ପଳାଇ ଆସିଲ। ପ୍ରିୟମାନେ, ଏହି ପ୍ରକାର ଭାବରେ ଦୋଷାରୋପ। ସୁଖ ସମୟରେ ଆମେ ଆନନ୍ଦିତ ହେଉଛୁ, ମାତ୍ର ଦୁଃଖ ସମୟରେ ଆମେ କେମିତି? ଦୁଃଖ ସମୟରେ ବିବେଚନା କର, ମନୁଷ୍ୟକୁ ଭବିଷ୍ୟତରେ ଯାହା ଘଟିବ ତାହା ଯେପରି ସେ ଜାଣି ନପାରେ, ଏଥିପାଇଁ ପରମେଶ୍ୱର ସୁଖ ଓ ଦୁଃଖକୁ ପାଖେ ପାଖେ ରଖିଛନ୍ତି, ଶୈତାନ ରଖିନାହିଁ। ପରମେଶ୍ୱର ନିଜେ ସୁଖ ଆଉ ଦୁଃଖ, ଏଇଟା ହେଉଛି ମନୁଷ୍ୟ ଜୀବନର ଦୁଇଟା ସାଥୀ। ସୁଖ ବି ରହିବ, ଦୁଃଖ ବି ରହିବ। କେବଳ ଦୁଃଖ 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 ରହିବ ନାହିଁ, କେବଳ ସୁଖ 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 ରହିବ ନାହିଁ। ପରମେଶ୍ୱର ଆମ ଜୀବନକୁ ସୁଖ ଆଉ ଦୁଃଖରେ ସେ ଡିଜାଇନ୍ କରିଛନ୍ତି, ଯେ ପ୍ରକାର କି ଆମେ ଦୁଃଖ ସମୟରେ ବିବେଚନା କରିବା, ପରମେଶ୍ୱରଙ୍କ ବିରୁଦ୍ଧରେ ଦୋଷାରୋପ କରିବା ନାହିଁ। ଆୟୁବ କୌଣସି ପ୍ରକାର ଭାବରେ ପରମେଶ୍ୱରଙ୍କ ବିରୁଦ୍ଧରେ ଦୋଷାରୋପ କଲେ ନାହିଁ। ସେ କହିଲେ ସଦାପ୍ରଭୁ ଦେଲେ, ସଦାପ୍ରଭୁ ନେଲେ, ଶୈତାନକୁ ଟିକେ ହେଲେ ଚାନ୍ସ ଦେଲେ ନାହିଁ। ସେ କହିପାରିଥାନ୍ତେ ଯେ ସଦାପ୍ରଭୁ ଦେଲେ ଆଉ ଶୈତାନ ନେଲେ, କହିପାରିଥାନ୍ତେ, ମାତ୍ର ସେ କୌଣସି ପ୍ରକାର ଭାବରେ ଶୈତାନକୁ କ୍ରେଡିଟ୍ ଦେଇନାହିଁ। ସେ କହିଲେ ଯେ ସଦାପ୍ରଭୁ ଦେଲେ, ସଦାପ୍ରଭୁ ନେଲେ, କାରଣ ଆମ ଜୀବନରେ ଯାହା ଅଛି ନେବା ପାଇଁ କୌଣସି ଶୈତାନର ଅଧିକାର ନାହିଁ। ପରମେଶ୍ୱରଙ୍କ ବିନା ଅନୁମତିରେ କୌଣସି ଶୈତାନ ଆମ ଜୀବନରେ କୌଣସି ପ୍ରକାର କାର୍ଯ୍ୟ କରିପାରିବ ନାହିଁ। ଏଇଟା ଆୟୁବ ଭଲ ଭାବରେ ଜାଣିଥିଲେ। ସେଥିପାଇଁ ସେ କହିଲେ ସଦାପ୍ରଭୁ ଦେଲେ, ସଦାପ୍ରଭୁ ନେଲେ, ତାଙ୍କ ନାମର ଧନ୍ୟବାଦ ହେଉ, ତାଙ୍କ ନାମର ପ୍ରଶଂସା ହେଉ, ତାଙ୍କ ନାମର ଗୌରବ ହେଉ। ଲେଖାଯାଏ ଯେ ଏହିସବୁ କଥାରେ ଆୟୁବ ମୁଖରେ ମଧ୍ୟ ପାପ କଲା ନାହିଁ, ପରମେଶ୍ୱରଙ୍କୁ ଦୋଷ ଦେଲା ନାହିଁ। ପ୍ରିୟମାନେ, କହିବା ପାଇଁ ଚାହେଁ, ଆମର ପରମେଶ୍ୱର ନିର୍ଦ୍ଦୋଷ ପରମେଶ୍ୱର। ସେ କେବେ ହେଲେ ମଧ୍ୟ ଆମର ଅମଙ୍ଗଳ କରିବେ ନାହିଁ। ସବୁ ସମୟରେ ତାଙ୍କର ଯୋଜନା ଆମର ମଙ୍ଗଳର ଯୋଜନା। ଆମେ ପରମେଶ୍ୱରଙ୍କୁ ନିନ୍ଦା କରିବା କଥା ନୁହେଁ। ଆଜି ଆପଣ କେଉଁ ପ୍ରକାର ଦୁଃଖ ଦେଇ ଯାଉଛନ୍ତି ମୁଁ ଜାଣେ ନାହିଁ, ଆପଣ କେଉଁ ପ୍ରକାର ସମସ୍ୟା କଷ୍ଟ ରୋଗ ଦେଇ ଯାଉଛନ୍ତି ମୁଁ ଜାଣେ ନାହିଁ, ମାତ୍ର ଏତିକି କହିବା ପାଇଁ ଚାହେଁ, ଆପଣ ରୋଗ ଶଯ୍ୟାରେ ମଧ୍ୟ ପ୍ରଭୁଙ୍କର ଗୌରବ କରନ୍ତୁ। ଆପଣ ଅଭାବ ପରିସ୍ଥିତିରେ ମଧ୍ୟ ପରମେଶ୍ୱରଙ୍କର ଗୌରବ କରନ୍ତୁ। ଆପଣଙ୍କର ଯେକୌଣସି ପରିସ୍ଥିତି ଅଛି ପରମେଶ୍ୱରଙ୍କ ଗୌରବ କରନ୍ତୁ। ତିଳେ ହେଲେ ମଧ୍ୟ ପରମେଶ୍ୱରଙ୍କୁ ନିନ୍ଦା କରନ୍ତୁ ନାହିଁ। ପରମେଶ୍ୱର ଅନିନ୍ଦନୀୟ ପରମେଶ୍ୱର, ନିର୍ଦ୍ଦୋଷ ପରମେଶ୍ୱର, ସେ ମଙ୍ଗଳମୟ ପରମେଶ୍ୱର, ସେ ଅମଙ୍ଗଳ କରିବାକୁ ଅନିଚ୍ଛୁକ ପରମେଶ୍ୱର ସେ ଅଟନ୍ତି। ପ୍ରିୟମାନେ, ଆପଣ କ'ଣ ପରମେଶ୍ୱରଙ୍କ ନିନ୍ଦା କରନ୍ତି କି? ଯଦି କରନ୍ତି ଆଜିଠୁ ବନ୍ଦ କରିଦିଅନ୍ତୁ, କାରଣ ପରମେଶ୍ୱର କେବେ ହେଲେ ମଧ୍ୟ ଆମର ଅମଙ୍ଗଳ ଚାହିଁବେ ନାହିଁ। ସବୁ ସମୟରେ ସେ ଆମ ନିମନ୍ତେ ମଙ୍ଗଳର ଯୋଜନା ଗୁଡ଼ିକ କରିଅଛନ୍ତି। ପ୍ରିୟମାନେ, ପ୍ରଭୁଙ୍କର ସଦ୍ଭକ୍ତମାନେ ଯେକୌଣସି ପରିସ୍ଥିତିରେ ମଧ୍ୟ ସେମାନେ ପରମେଶ୍ୱରଙ୍କର ଗୌରବ କଲେ, ମହିମା କଲେ। ପାଉଲ ସେ କାରାଗାରରେ ରହି ପରମେଶ୍ୱରଙ୍କର ଗୌରବ କରୁଛନ୍ତି। କାହିଁକି? ସେ ଜାଣିଛନ୍ତି ପରମେଶ୍ୱର ମଙ୍ଗଳମୟ ପରମେଶ୍ୱର ଅଟନ୍ତି। ପ୍ରିୟମାନେ, ଆମେ ପରମେଶ୍ୱରଙ୍କୁ ନିନ୍ଦା କରିପାରିବା ନାହିଁ, ସେ ଅନିନ୍ଦନୀୟ ପରମେଶ୍ୱର ଅଟନ୍ତି। ବାଇବଲରେ ଅନେକ ଯୋଜନା ଗୁଡ଼ିକ ରଖିଛନ୍ତି, ପ୍ରତ୍ୟେକ ଯୋଜନା ଆମର ମଙ୍ଗଳର ଯୋଜନା। ସେଥିପାଇଁ ସୁଖ ସମୟରେ ଆନନ୍ଦିତ କରିବା ଆଉ ଦୁଃଖ ସମୟରେ ବିବେଚନା କରିବା। ପ୍ରଭୁ, ମୋତେ ପରିଷ୍କାର କରିବା ପାଇଁ ଚାହୁଁଛ, ମୋତେ ତିଆରି କରିବା ପାଇଁ ଚାହୁଁଛ, ପ୍ରଭୁ ମୋର ଯତ୍ନ ନେଉଛ। ଆମର ପରମେଶ୍ୱର ସେମିତି ପରମେଶ୍ୱର। ପ୍ରିୟମାନେ, ଆମକୁ କୌଣସି ଅସହ୍ୟ ପରୀକ୍ଷାରେ ପରୀକ୍ଷିତ ହେବା ପାଇଁ ଦେବେ ନାହିଁ, ଆଉ ପରୀକ୍ଷା ଘଟୁ ଘଟୁ ଉଦ୍ଧାରର ପଥ ମଧ୍ୟ ସେ ପ୍ରସ୍ତୁତ କରିବା ପରମେଶ୍ୱର। ଆସନ୍ତୁ ସେହି ପରମେଶ୍ୱରଙ୍କର ଗୌରବ କରିବା, ମହିମା କରିବା, ତାଙ୍କର ଜୟ ଜୟକାର କରିବା, ପ୍ରାର୍ଥନା କରିବା। ସ୍ୱର୍ଗୀୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ। ପ୍ରତି ପ୍ରଭାତରେ ତୁମର ଦୟା ଚିରନୂତନ। ଆମର ଅଳ୍ପ ବୁଦ୍ଧି ଅଳ୍ପ ଜ୍ଞାନରେ ପ୍ରଭୁ ଆମେ ତୁମର ଯୋଜନା ଗୁଡ଼ିକକୁ ବୁଝିନଥାଉ, ଯାହାଦ୍ୱାରା କି ଆମେ ଅନେକ ସମୟରେ ତୁମ ବିରୁଦ୍ଧରେ ଦୋଷାରୋପ କରିଥାଉ। ମାତ୍ର ପ୍ରଭୁ ଆଜିଠାରୁ ଆମେ କୌଣସି ପ୍ରକାର ଭାବରେ ତୁମ ଦୋଷାରୋପ ନ କରି ପ୍ରତି ପରିସ୍ଥିତିରେ ଆମେ ତୁମର ଗୌରବ କରିବୁ। ଅନୁଗ୍ରହ ପ୍ରଦାନ କର।
जो माने रोग कष्ट समस्या अभाव विभिन्न प्रकार परिस्थिति मध्य दे जाउछंती सेमानक निमंते प्रार्थना करे शक्ति दियो सामर्थ्य दियो आमे दुर्बल मनुष्य बारंबार पडुथिबु तुमे दया करी आमानकु तुमे संभालो धन्यवाद प्रभु प्रार्थना सुनिछ प्रार्थना प्रिय प्रभु यीशु को नाम रे मागुछु आमेन आमेन प्रेज द लॉर्ड प्रभु आपण समस्त को प्रचुर भाव आशीर्वाद करंतु प्रभु अनुग्रह कले आसंता अध्याय रे आ गोटे नुआ प्रसंग रे परस्पर सहित साक्षात करिबा रहिबा समस्त को नमस्कार प्रेज द लॉर्ड गॉड ब्लेस यू।